କାହାଣୀ ଲାଗୁଛି ନୂଆ କଥା ହଉଛି ଏ ତତ୍ତ୍ୱକୁ ଆମେ ଜାଣିବା। ସ୍ୱାମୀ ମୋର ବଡ ପରିବାର, ତାଙ୍କ ଯୁଗେ ପିଅର ଗଲେ ଯମପୁର କଥା ସୀତା କହୁଛନ୍ତି। ସ୍ୱାମୀ ହେଲା ରାମ, ପିଅର ମାନେ ହେଲା ବାପା। ସୀତା କହୁଛି ମୋ ସ୍ୱାମୀ ଏତେ ବଡ ବୀର ଯେ ତାଙ୍କ ପାଇଁ ମୋ ବାପା ଗଲେ ଯମପୁର। ଦିଅର ମୋର ବହୁତ କୃତି, ଦିଅର ହେଲା ଲକ୍ଷ୍ମଣ। ଭାଇ କି ମୋର ଦେଇଛି ବାଧି, ଭାଇ ହେଲା ହଉଛି ଇନ୍ଦ୍ରଜିତ। ଲାଜର କଥା କହିବି କାହାକୁ, ଦେଢୁଶୁର ନେଇଗଲା ମୋର ମାକୁ। ମୋ ଦେଢୁଶୁର କିଏ ହବ? ବିଭୀଷଣ। ମୋ ମା କିଏ? ମନ୍ଦୋଦରୀ, ଅର୍ଥାତ ମନ୍ଦୋଦରୀ ନେଇଗଲା କିଏ? ବିଭୀଷଣ। ଇଏ ରାମାୟଣ ତତ୍ତ୍ୱ। କହିଲା ବିଧବା ନାରୀର କପୋଳେ ଗୋବିନ୍ଦ, ସିନ୍ଦୁର ଥିଲା କେତେବେଳେ ଗୋବିନ୍ଦ, ଗୋବିନ୍ଦ 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 ଗୋବିନ୍ଦ, ଅରୁହରୁ ଝିଅ ବିଧବା ନାରୀର କପୋଳେ ସିନ୍ଦୁର ଥିଲା କେତେବେଳେ? ଇଏ ରାମାୟଣ କଥା। ବିଧବା ହେଲା ପରେ ତ ମୋ ସିନ୍ଦୁର ପୋଛା ହବ। କହିଲା ବିଧବା ନାରୀର କପୋଳେ ସିନ୍ଦୁର ଥିଲା କେତେବେଳେ? ଏଟା କାହା କଥା? ନା ଏଇଟା ହଉଛି ମନ୍ଦୋଦରୀ କଥା। ଯେତେବେଳେ ରାବଣ ମଲା, ମନ୍ଦୋଦରୀ ମଥାରେ ସିନ୍ଦୁର ଲିଭାଇ ନଥିଲା। ଏବଂ ତା ବିବାହ କରାହେଲା କାହା ସହିତ? ବିଭୀଷଣ ସହିତ। ବିଭୀଷଣ ଦେଢୁଶୁର ଯେମିତି ରାମର, ସୀତାର ଦେଢୁଶୁର ହବ। ଏପଟର ହେଇଗଲା କଣ? ବାପା ହେଲା ହଉଛି କିଏ? ରାମ। ଆଚ୍ଛା, ଜଇଁ ଘରକୁ ଶ୍ୱଶୁର ଯାଇଥିଲା, ମନ ଦେଇକି ଶୁଣିବ। ଜଇଁ ଘରକୁ ଶ୍ୱଶୁର ଯାଇଥିଲା, ଜଇଁ ଯୁଗେ ଶ୍ୱଶୁର ଗର୍ଭବାସ ହେଲା। ଇଏ ସେ ରାମାୟଣ। କିଏ ରାମାୟଣ ଅଛି ମତେ କହିବ, କେଇଠି ଯିବ ସେଇଠି ଯିବା। ସେ ରାମାୟଣକୁ ଦେଖି ତୁ କି ରାମାୟଣ କହୁଛୁ? ଓ ରାମଚରିତ ମାସ ଅଛି ଗୀତ ହଉଛି ସେଇ ଚଲେଇଛି। ମୁଁ ବାରମ୍ବାର କହିଛି, ତତ୍ତ୍ୱବିହୀନ ଶାସ୍ତ୍ର ଯେତେ ପ୍ରାଣୀକି ଭଣ୍ଡିବା ନିମନ୍ତେ। ଯେତେ ସତ୍ର ତତ୍ତ୍ୱ ନାହିଁ ତାର ପ୍ରାଣୀ ଭଣ୍ଡା ହଉଛି। ଗପ କହିବି ଟାଇମ ପାସ୍, ମତେ କଣ କେତେ ଗପ କହିବି, ରାତି ରାତି ଗପ କହିବି 15 ଦିନ। ତାର ତତ୍ତ୍ୱକୁ ଶୁଣ। ଜଇଁ ଘରକୁ ଶ୍ୱଶୁର ଯାଇଥିଲା, ଜଇଁ ଯୁଗେ ଶ୍ୱଶୁର ଗର୍ଭବାସ ହବ କେମିତି? ଜଇଁଟା ହଉଛି ପୁରୁଷ, ଶ୍ୱଶୁର ବି ପୁରୁଷ। ପୁରୁଷ ଲୋକଟା କେମିତି ଗର୍ଭବାସ ହବ? ଇଏ ରାମାୟଣର କଥା। ଜଇଁ କିଏ? ରାମ। ଶ୍ୱଶୁର କିଏ? ରାବଣ। ରାମର ଜନ୍ମଦିନ ପାଳନ ହଉଛି, ଯାହାକୁ ଆମର ଆଜିକାଲି ଛୁଆ କହୁଛନ୍ତି ବାର୍ଥଡେ। ବାର୍ଥଡେ ପାଳନ ହଉଛି କାହାର? ରାମଙ୍କର। ରାମ ଗୋଟେ ମଣ୍ଡା ପିଠା ଖାଉଛନ୍ତି। ମଣ୍ଡା ପିଠା ଖାଇକି ବୁଲିଲା ବେଳେ ଚିନ୍ତା କଲା ରାବଣ, ରାମ କେମିତି ପରମ ବ୍ରହ୍ମ, ତା ହାତରେ ମୁଁ ମରିବି ଶୂନ୍ୟବାଣୀ ହେଇଛି ନା, ମୁଁ ଦେଖିବି ରାମ କେମିତିକା ଲୋକ। ସିଏ ଗୋଟେ କଣ କଲା, ମାଇକୁ ବେଶ ହେଇକି ଆଇଲା। କିଏ ସେ? ରାବଣ ଆଇଛି ମାଇକୁ ବେଶ ହେଇକି, ଆସିକି ସ୍ତମ୍ଭ ଉପରେ ବସିଲା। ରାମ ମଣ୍ଡା ପିଠା ଖାଉଛନ୍ତି। ରାମ କିଏ ଏବେ ତାଙ୍କ ଜଇଁ ହବ? ଶ୍ୱଶୁର ଆସିଛି କୋଉ ରୂପର? ମାଇକୁ ଆଇକି ଆସିଛି। ରାମ ଯେତେବେଳେ ପିଠା ଖାଉଥିଲେ, ଖୁମ୍ପର ଉଠେଇଲା, ନେଇକି ପଳେଇଗଲା। ରାମ ଜାଣିପାରିଲେ, କହିଲେ ଏଇଟା ତ ରାବଣ, ପିଠା ନେଇଗଲା। ମୋ ହାତୁ ମୋ ଅଣ୍ଠା ଯିଏ ଖାଇବ ସେ ଅମର ହେଇଯିବ। କାରଣ ରାମ ଅଣ୍ଠା ଯିଏ ଖାଇବ ସେ ଅମର ହବ ନା। ଚିନ୍ତା କଲେ ରାମ, ଏଇ ତ ରାବଣ, ଏ ପକ୍ଷୀ ରୂପରେ ଆସିଛି, ମାଇକ ରୂପରେ ମୋ ହାତରୁ ପିଠା ନେଇଗଲା, ଇଏ ତ ଅମର ହବ। ରାମ ହେଲେ ହଉଛି ଅଣ୍ଡିଆ କୁଆ। ମନ ଦେଇକି ଶୁଣ, ରାମ ହେଲେ ଅଣ୍ଡିଆ କୁଆ, ରାବଣ ହେଇଛି କଣ? ମାଇକୁଆ। ଗୁଡେଇଲେ କିଏ? ରାମ। କାହା ଗୁଡେଇଲେ? ରାବଣ। ରାବଣ ମାଇକୁଆ, ରାମ ହେଲେ ଅଣ୍ଡିଆ କୁଆ। ଗୁଡେଇ ଗୁଡିକି ଧରି ନେଲେ। ଧରି ନେଲେ ତାର ଜଇଁ ଘରକୁ ଯାଇଲା କିଏ? ରାବଣ। କୋଉ ରୂପରେ? ମାଇକୁଆ ରୂପରେ। ଜଇଁ ହେଲା କିଏ? ରାମ। ସିଏ କୋଉ ରୂପ ହେଲା? ଅଣ୍ଡିଆ କୁଆ ହେଲା। ଦି ଜଣଙ୍କର ମିଶିଲେ ଛୁଆ ଜନ୍ମ ହେଲା, କୁଆ ଆଉ କୁଇଲି। ଏ କୁଇଲିଆ କଳା କଣ୍ଟିଆ ଦିଟା ଛୁଆ ଜନ୍ମ ହେଲେ। କାହା ଗର୍ଭରୁ? ରାବଣ ଗର୍ଭରୁ। ତେଣୁ ଜଇଁ ଘରକୁ ଯାଇଲା ଶ୍ୱଶୁର, ଜଇଁ ଯୁଗେ ଶ୍ୱଶୁର ଗର୍ଭର ପିଲା ହେଲା। ଅର୍ଥାତ ଜଇଁ ହେଲା ରାମ, ଶ୍ୱଶୁର ହେଲା ରାବଣ। ରାମକୁ ଦେଖିତେ ଯାଇଥିଲା ମାଇକୁଆ ରୂପରେ, ରାମ ଜାଣିପାରିଲେ, ପିଠା ଟିକେ ନେଇଗଲା, ଅମର ହବ। ରାମ ହେଲେ ଅଣ୍ଡିଆ କୁଆ, ଗୁଟେଇଲେ। ତା ଥଣ୍ଟରୁ ଆଣିକି ସେ ପିଠାଟାକୁ ସମୁଦ୍ର ପକେଇଦେଲେ। ସମୁଦ୍ର ଯୋଉ ପିଠାଟା ପଡିଲା, ରାମଙ୍କ ପାଟି ପିଠା, ତାକୁ ଜୁକ ଖାଇଦେଲା। ଜୁକ ଯୋଉ ଖାଇଦେଲା ସେ ଅମର ହେଲା। ଜୁକ ମରିବ ନାହିଁ। ସବୁ ପ୍ରାଣୀଙ୍କର ମୃତ୍ୟୁ ଅଛି, ଜୁକ ମରିବ ନାହିଁ। ଜୁକର ମୃତ୍ୟୁ ନାହିଁ, କାରଣ ରାମଙ୍କ ପିଠାକୁ ସେ ଖାଇଛି। ଇଏ ରାମାୟଣର ତତ୍ତ୍ୱ। ଏ ରାମାୟଣ ତତ୍ତ୍ୱକୁ ବୁଝିବ, ମିଠା ଲାଗିବ। ଏ କାହାଣୀରୁ ଆମେ କିଛି ପାଇବା ନାହିଁ। ମୁଁ ସତରେ କହୁଛି, ମୁଁ ସବୁବେଳେ ଚାହେଁ ମତେ ତତ୍ତ୍ୱକୁ କୁହ, ଭଲ ଲାଗିବ। ତତ୍ତ୍ୱଟା ଶୁଣିଲେ ଆପଣ ବଢିଆ ଲାଗିବ। ଏ କାହାଣୀ ସମସ୍ତେ, ତମେ ସବୁ ଅଧ୍ୟାୟ ଜାଣିଛି ନା? ଭାଗବତ ସବୁବେଳେ ପଢୁଛି, ମୁଁ ଭାଗବତ ଅଧ୍ୟାୟ ଜାଣିଛି ନା? ଇଏ ତାର ହଉଛି ରାମଚରିତ ମାସ, ତା ମୁଁ ତାର ତ କେହି ଜାଣିଛି ନା?
কিন্তু ତା ଭିତରୁ ମୁଁ କାଢିବି ତାର ତତ୍ତ୍ୱଟାକୁ ଯୋଉ ମଞ୍ଜିଟା କାନେ ଭଲ ଲାଗିବ।